ସାଙ୍ଗମାନେ ନମସ୍କାର। ଆପଣମାନେ କେମିତି ଅଛନ୍ତି? ମୁଁ ଆଶା କରେ ଆପଣମାନେ ସମସ୍ତେ ଭଲରେ ଥିବେ। ସାଙ୍ଗମାନେ, ମୁଁ ମୋ ଭିଡ଼ିଓରେ ଦଶମ ଶ୍ରେଣୀର ଇଂରାଜୀ ପୁସ୍ତକର ପ୍ରଥମ କବିତା, ଯାହାର ନାଁ ହେଉଛି ଅଲ୍ ଥିଙ୍ଗସ୍ ବ୍ରାଇଟ୍ ଆଣ୍ଡ ବ୍ୟୁଟିଫୁଲ୍ର ଆଲୋଚନା କରୁଛି ଆମେ। ସାଙ୍ଗମାନେ, ମୁଁ ମୋ ପୂର୍ବ ଭିଡ଼ିଓମାନଙ୍କରେ ଏହି କବିତାର ବର୍ଣ୍ଣନା ଆଉ ଏହାର କିଛି ପ୍ରଶ୍ନ ଉତ୍ତର ବନେଇ ଦେଇଛି। ଯେହେତୁ କବିତାର ପ୍ରଶ୍ନ ଉତ୍ତର ଆଉ ବର୍ଣ୍ଣନା ବହୁତ ଲମ୍ବା ହୋଇଯାଉଛି, ସେଥିପାଇଁ ମୁଁ ପାର୍ଟ ପାର୍ଟ କରି ଭିଡ଼ିଓ ବନାଉଛି। ଆପଣମାନେ ମୋ ଚ୍ୟାନେଲକୁ ଯାଇକି ଦେଖିପାରିବେ। ତ ସାଙ୍ଗମାନେ, ଆଜି ଆମେ ବାକି ପ୍ରଶ୍ନ ଉତ୍ତର ଆଲୋଚନା କରିବା। ଚାଲନ୍ତୁ ବର୍ତ୍ତମାନ ଆମେ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନର ଆଲୋଚନା କରୁଛେ। ଚାଲନ୍ତୁ ସାଙ୍ଗମାନେ ବାକି ପ୍ରଶ୍ନର ଆଲୋଚନା କରିବା ଆମେ। ଦେଖନ୍ତୁ, ଏଠି ପ୍ରଶ୍ନ ଅଛି, ହ୍ୱାଇ ଗଡ୍ ହାଜ୍ ଗିଭେନ୍ ଅସ୍ ଆଇଜ୍ ଆଣ୍ଡ ଲିପ୍ସ? ଭଗବାନ ଆମକୁ ଆଖି ଏବଂ ଓଠ କ'ଣ ପାଇଁ ଦେଇଛନ୍ତି? ୟାର ଉତ୍ତର ହେଉଛି, God has given us eyes to see all things bright and beautiful. ଭଗବାନ ଆମକୁ ଆଖି ଏଥିପାଇଁ ଦେଇଛନ୍ତି ଯେ ଯେତେ ସବୁ ସୁନ୍ଦର ଜିନିଷ ଅଛି ଆଉ ଉଜ୍ଜ୍ୱଳ ଜିନିଷ ଅଛି ସେସବୁ ଦେଖିବା ପାଇଁ। He has given us lips to say how great the Almighty is. ଭଗବାନ ଆମକୁ ଓଠ ଏଥିପାଇଁ ଦେଇଛନ୍ତି ଯେ ଆମେ ଭଗବାନଙ୍କ ଗୁଣଗାନ କରିବା ଆଉ ଆମେ କହିବା ଯେ ଭଗବାନ କେତେ ମହାନ। In this poem, ଏହି କବିତାରେ the poet says that he has given us eyes and lips to admire his greatness. ଭଗବାନ ଆମକୁ ଆଖି ଏବଂ ଓଠ ଏଥିପାଇଁ ଦେଇଛନ୍ତି ଯେ ଆମେ ଭଗବାନଙ୍କ ସୁନ୍ଦରତାକୁ ଆମ ଆଖିରେ ଦେଖିବା ଆଉ ଏହାର ଗୁଣଗାନ କରିବା। ଆଡମାୟାର ମାନେ କୌଣସି ଜିନିଷର ଗୁଣଗାନ କରିବା। What do we enjoy around us? ଆମେ ଆମ ଚତୁଃପାର୍ଶ୍ୱରେ ଥିବା କେଉଁ ଜିନିଷକୁ ଦେଖି ଆମେ ଉପଭୋଗ କରିଥାଏ? ୟାର ଉତ୍ତର ହେଉଛି, we enjoy many things around us, such as the beautiful sunrise and sunset, trees and flowers, rivers and mountains, birds and animals. ପ୍ରଶ୍ନ ହେଉଛି, what do we enjoy around us? ଆମ ଚତୁଃପାର୍ଶ୍ୱରେ ଥିବା କ'ଣ କ'ଣ ଜିନିଷକୁ ଦେଖି ଆମେ ଉପଭୋଗ କରୁଥାଏ? ୟାର ଉତ୍ତର ହେଉଛି, ଆମେ ବହୁତ ଗୁଡ଼ିଏ ଜିନିଷ ଦେଖି ଆମ ଚତୁଃପାର୍ଶ୍ୱରେ ଥିବା ଜିନିଷ ଦେଖି ଆମେ ଉପଭୋଗ କରିଥାଉ। ଯେମିତିକି ସୂର୍ଯ୍ୟୋଦୟ ସନରାଇଜ୍, ସନସେଟ୍ ସୂର୍ଯ୍ୟାସ୍ତ, ଗଛଲତା ଫ୍ଲାୱାର୍ସ ଫୁଲ, ରିଭର୍ସ ନଦୀ, ମାଉଣ୍ଟେନ୍ସ ପର୍ବତ, ବାର୍ଡସ୍ ପକ୍ଷୀ, ଆନିମଲ୍ସ। ଆମ ଚତୁଃପାର୍ଶ୍ୱରେ ଥିବା ଯେତେ ସବୁ ଜିନିଷ ଅଛି, ଯେମିତିକି ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତ, ଗଛ ଫୁଲ ପର୍ବତ ପଶୁ ପକ୍ଷୀ, ଏହିସବୁ ଜିନିଷକୁ ଦେଖି ଆମେ ଉପଭୋଗ କରିଥାଏ। We smell the fragrance of flowers and feel the change of season. fragrance ମାନେ ସୁବାସ ବା ବାସ୍ନା। ଆମେ ପୁଷ୍ପର ବା ଫୁଲର ବାସ୍ନାକୁ ଶୁଙ୍ଘିଥାଉ। ଯେକୌଣସି ଭଲ ସୁବାସିତ ଫୁଲର ବାସ୍ନାକୁ ଆମେ ଉପଭୋଗ କରିଥାଏ। ଆଉ ଋତୁର ପରିବର୍ତ୍ତନକୁ, ଯେମିତି ଗ୍ରୀଷ୍ମ ଋତୁରେ ଆମେ ଗ୍ରୀଷ୍ମର ପ୍ରଭାବକୁ ଅନୁଭବ କରିଥାଏ ଆଉ ଶୀତ ଋତୁରେ ଥଣ୍ଡାର ପ୍ରଭାବକୁ ଅନୁଭବ କରିଥାଏ। ଏହିସବୁ ଜିନିଷ ଆମେ ଉପଭୋଗ କରେ। We enjoy the sweet twittering of the birds, glowing colors of the flowers, beautiful sights of the forest and mountains around us. ଆମେ ପକ୍ଷୀମାନଙ୍କର ଗୁଣୁଗୁଣୁ ଶବ୍ଦ, ଯେଉଁ ପକ୍ଷୀ ଗାଆନ୍ତି ତାଙ୍କ ଗୀତ ଗାଆନ୍ତି, ସେ ଗୀତ ଗାଇବାର ଶବ୍ଦ ଆଉ ରଙ୍ଗ ବେରଙ୍ଗ ଫୁଲର ମହକ ଆଉ ରଙ୍ଗ ବେରଙ୍ଗ ଫୁଲର ସୌନ୍ଦର୍ଯ୍ୟ, ତାପରେ ବିଭିନ୍ନ ଦୃଶ୍ୟ, ଅରଣ୍ୟର ଦୃଶ୍ୟ, ଜଙ୍ଗଲର ଦୃଶ୍ୟ, ପର୍ବତର ଦୃଶ୍ୟ, ଏହିସବୁ ଜିନିଷକୁ ଦେଖି ଆମେ ଉପଭୋଗ କରିଥାଏ। ପରବର୍ତ୍ତୀ ପ୍ରଶ୍ନ, why does the mountain top look purple? ପର୍ବତର ଶିଖର ପର୍ପଲ କଲର କାହିଁକି ଦେଖାଯାଏ? ଦେଖନ୍ତୁ, during the sunset the sun cast red light. କାଷ୍ଟ ମାନେ ବିଚ୍ଛୁରିତ କରେ।
ସନସେଟ୍ ସମୟରେ ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟ ନାଲି ରଙ୍ଗର ଆଲୋକ ପ୍ରଦାନ କରିଥାଏ। ଆପଣମାନେ ଦେଖିଥିବେ ସୂର୍ଯ୍ୟାସ୍ତ ସମୟରେ ପଶ୍ଚିମ ଆକାଶରେ ଆମକୁ ନାଲି ବର୍ଣ୍ଣ ଦେଖାଯାଏ। The mountain tops, the mountain tops are generally blue as they covered with trees. ପର୍ବତର ଶିଖର ଆପଣ ଯେଉଁ ପାହାଡ଼ ଅଞ୍ଚଳରେ ଦେଖିବେ ଯେତେବେଳେ ସୂର୍ଯ୍ୟାସ୍ତ ସମୟରେ ପର୍ବତର ଶିଖର ଗଛ ଗୁଡ଼ିକର ପ୍ରଭାବରେ ଆମକୁ ନୀଳବର୍ଣ୍ଣର ଦେଖାଯାଏ। The rays of the setting sun fall on the mountain tops and turn them purple. ଯେତେବେଳେ ସୂର୍ଯ୍ୟାସ୍ତ ସମୟରେ ଯେଉଁ ସୂର୍ଯ୍ୟଙ୍କ କିରଣ ଥାଏ ସେ ଯେତେବେଳେ ପାହାଡ଼ ଉପରେ ପଡ଼ିଥାଏ ପାହାଡ଼ର ବର୍ଣ୍ଣ ପର୍ପଲ ରଙ୍ଗ ଦେଖାଯାଏ। So the poet describes it nicely as purple headed mountain. ତ ସେଇ କଥାକୁ ସେଇ ଯେଉଁ ସୁନ୍ଦର ଦୃଶ୍ୟକୁ କବି ତାଙ୍କ ଭାଷାରେ ବର୍ଣ୍ଣନା କରିଛନ୍ତି ଯେ ପାହାଡ଼ ପର୍ପଲ ହେଡେଡ୍ ମାଉଣ୍ଟେନ୍। ବାଇଗଣୀ ସୂର୍ଯ୍ୟର କିରଣ ପଡ଼ିକି ପାହାଡ଼ ଯେଉଁ ବାଇଗଣୀ କଲର ରଙ୍ଗ ଦେଖାଯାଏ ସେଇଆକୁ କବି ବର୍ଣ୍ଣନା କରିଛନ୍ତି। ପରବର୍ତ୍ତୀ ପ୍ରଶ୍ନ ଦେଖିବା ସାଙ୍ଗମାନେ। What does the poet say about the morning? ସକାଳ ବିଷୟରେ କବି କ'ଣ ଆଲୋଚନା କରିଛନ୍ତି? ଦେଖନ୍ତୁ ସାଙ୍ଗମାନେ ୟା ଉତ୍ତର ହେଉଛି The sun rises in the morning and the bright rays of the sun fall on the earth. ସକାଳେ ସୂର୍ଯ୍ୟ ଉଦୟ ହୁଏ ଏବଂ ସୂର୍ଯ୍ୟର ଉଜ୍ଜଳ ରଶ୍ମି ପୃଥିବୀ ପୃଷ୍ଠରେ ପଡ଼ିଥାଏ। The earth and the sky look bright. ଯେତେବେଳେ ସୂର୍ଯ୍ୟଙ୍କର ଉଜ୍ଜଳ କିରଣ ପୃଥିବୀ ପୃଷ୍ଠରେ ପଡ଼େ ସେତେବେଳେ ଆମ ଆକାଶ ଉଜ୍ଜଳ ଦେଖାଯାଏ। According to the poet, କବିଙ୍କ ଅନୁସାରେ the morning brightens of the sky after the sunrise. କବିଙ୍କ ଅନୁସାରେ ଯେତେବେଳେ ସକାଳର ସୂର୍ଯ୍ୟ ପୃଥିବୀ ପୃଷ୍ଠରେ ପଡ଼ିଥାଏ ତାହା ଆମ ଆକାଶକୁ ଆଲୋକିତ କରିଥାଏ। ପରବର୍ତ୍ତୀ ପ୍ରଶ୍ନ What does the poet say about the two seasons, winter and summer? କବି ୱିଣ୍ଟର ମାନେ ଶୀତ, ସମର ମାନେ ଗ୍ରୀଷ୍ମ, ଶୀତ ଋତୁ ଆଉ ଗ୍ରୀଷ୍ମ ଋତୁ ବିଷୟରେ କବି କ'ଣ କହିଛନ୍ତି? ୟାର ଉତ୍ତର ହେଉଛି ଦ ପୋଏଟ୍ ଏଫ୍.ସି. ଆଲେକ୍ଜାଣ୍ଡର। କବିଙ୍କ ନାଁ ହେଉଛି ଏ ଯେଉଁ କବିତା ଲେଖିଛନ୍ତି କବି ତାଙ୍କ ନାଁ ହେଉଛି ସି.ଏଫ୍. ଆଲେକ୍ଜାଣ୍ଡର। କ୍ଷମା କରିବେ ସାଙ୍ଗମାନେ ସି.ଏଫ୍. ଆଲେକ୍ଜାଣ୍ଡର। ଏହି କବିତାର କବି ହେଉଛନ୍ତି ସି.ଏଫ୍. ଆଲେକ୍ଜାଣ୍ଡର। Has mentioned two seasons in the poem. They are winter and summer. ଏହି କବିତାରେ କବି ଦୁଇଟି ଋତୁ ଉପରେ ଆଲୋକପାତ କରିଛନ୍ତି ବା ବର୍ଣ୍ଣନା କରିଛନ୍ତି। ସେଇଟା ହେଉଛି ୱିଣ୍ଟର ମାନେ ଶୀତ ଆଣ୍ଡ ସମର ମାନେ ଗ୍ରୀଷ୍ମ। ଇନ୍ ୱିଣ୍ଟର କୋଲ୍ଡ ୱିଣ୍ଡ ବ୍ଲୋଜ୍। ଶୀତ ଦିନେ ସାଙ୍ଗମାନେ କ'ଣ ହୁଏ? ଥଣ୍ଡା ପବନ ବହିଥାଏ। ଇନ୍ ୱିଣ୍ଟର କୋଲ୍ଡ ୱିଣ୍ଡ ବ୍ଲୋଜ୍। ଇନ୍ ସମର ଦ ସନ୍ ଇଜ୍ ପ୍ଲେଜେଣ୍ଟ। ଆଉ ଗ୍ରୀଷ୍ମ ଋତୁରେ ସୂର୍ଯ୍ୟର କିରଣ ପ୍ରୀତିକର ଥାଏ ଯେଉଁଟାକି ଲୋକମାନେ ଉପଭୋଗ କରନ୍ତି। The poet says, so as she belongs to Ireland, ଯେହେତୁ କବି ତାଙ୍କ ଜନ୍ମସ୍ଥାନ ଆୟର୍ଲ୍ୟାଣ୍ଡରେ ଆଉ ଯେଉଁଟାକି ଏକ ଶୀତ ପ୍ରଧାନ ଦେଶ ଯେଉଁଠିକି ବର୍ଷରେ ବହୁତ ସମୟ ଶୀତ ଥାଏ। which is a cold country ଯେଉଁଟାକି ଏକ ଶୀତ ପ୍ରଧାନ ଦେଶ। in cold countries moderate temperature prevails even in summer. moderate ମାନେ ମଧ୍ୟମ ଧରଣର। In cold countries moderate temperature prevails even in summer. ଯେମିତିକି ଆମ ଦେଶରେ ଗ୍ରୀଷ୍ମ ସମୟରେ ବହୁତ ଗରମ ହୁଏ, ଗରମ ଅସହ୍ୟ ହେଇଯାଏ ଆପଣମାନେ ଜାଣିଥିବେ। କିନ୍ତୁ ତାଙ୍କ ଦେଶରେ ଗ୍ରୀଷ୍ମ ଋତୁରେ ଯେଉଁ ଖରା ହେଇଥାଏ ସେଇଟା ବହୁତ ଦେହ ପାଇଁ ଭଲ ହେଇଥାଏ ଆଉ ଲୋକମାନେ ସେ ଖରାକୁ ବହୁତ ଉପଭୋଗ କରନ୍ତି। ସେ ଖରାର ପ୍ରକୋପ ବେଶୀ ନଥାଏ, ବହୁତ କମ୍ ଥାଏ ଯାହାକୁ କି ଲୋକମାନେ ଉପଭୋଗ କରନ୍ତି। ପରବର୍ତ୍ତୀ ପ୍ରଶ୍ନ ଦେଖିବା ହାଉ ଉଡ୍ ୟୁ ଏଷ୍ଟିମେଟ୍ ଗଡ୍? ଭଗବାନଙ୍କୁ ତୁମେ କେମିତି ଆକଳନ କରିବ? ଭଗବାନଙ୍କୁ ତୁମେ କ'ଣ କହିକି ଆକଳନ କରିବ? ଏହାର ଉତ୍ତର ହେଉଛି ଇନ୍ ଦ ପୋଏମ୍ ଅଲ୍ ଥିଙ୍ଗସ୍ ବ୍ରାଇଟ୍ ଆଣ୍ଡ ବ୍ୟୁଟିଫୁଲ୍। ଅଲ୍ ଥିଙ୍ଗସ୍ ବ୍ରାଇଟ୍ ଆଣ୍ଡ ବ୍ୟୁଟିଫୁଲ୍ କବିତାରେ କବି ସି.ଏଫ୍. ଆଲେକ୍ଜାଣ୍ଡର ପ୍ରେଜେସ୍ ଦ ଗ୍ରେଟନେସ୍ ଅଫ୍ ଗଡ୍। ଏହି କବିତାରେ କବି ଭଗବାନଙ୍କ ମହାନତାକୁ ବର୍ଣ୍ଣନା କରିଛନ୍ତି। According to the poet, କବିଙ୍କ ହିସାବରେ God has created all things
and all the creatures wisely and wonderfully. କବିଙ୍କ ଅନୁସାରେ ଭଗବାନ ଯେତେ ସବୁ ଜିନିଷ ଆମ ପାଇଁ ତିଆରି କରିଛନ୍ତି, ଯାହା ସବୁ ଆମେ ପଶୁପକ୍ଷୀଠୁ ଆରମ୍ଭ କରି ବନ ଗଛ ଲତା ସବୁ କିଛି ଯାହା ସବୁ ତିଆରି କରିଛନ୍ତି, ବହୁତ ବୁଦ୍ଧିମତାର ସହିତ ତିଆରି କରିଛନ୍ତି ଆଉ ବହୁତ ସୌନ୍ଦର୍ଯ୍ୟର ସହିତ ତିଆରି କରିଛନ୍ତି। God has very nicely blessed us with the beautiful and attractive sights, sweet and musical sounds, sweet smell and enjoyable feelings. ଭଗବାନ ଆମ ପାଇଁ ଯାହା ସବୁ ତିଆରି କରିଛନ୍ତି, ଆମେ ସେଇ ସବୁ ଜିନିଷକୁ ନେଇକି ବହୁତ ଆମେ ବ୍ଲେସ୍ଡ, ଯେଉଁଟାକି ଆମେ ଆଶୀର୍ବାଦ, ସେମାନେ ଭଗବାନଙ୍କ ଆଶୀର୍ବାଦ, ଯେଉଁଥିପାଇଁ କି ଆମେ ସୁନ୍ଦର ସୁନ୍ଦର ଆମେ ଦୃଶ୍ୟ ଦେଖିପାରୁଛେ। ଆମେ ବହୁତ ମଧୁର ଶବ୍ଦ ଶୁଣିପାରୁଛେ, ଯେମିତିକି କୋଇଲିର କୁହୁ କୁହୁ ଗାଇବା ଶବ୍ଦ ହେଉ କିମ୍ବା ଚଢ଼େଇଙ୍କର ରାବିବା ଶବ୍ଦ ହେଉ, ଗୀତ ଗାଇବା ଶବ୍ଦ ହେଉ, ଏସବୁ ଆମେ ଭଗବାନଙ୍କ ଦାନ ଯୋଗୁଁ ଆମେ ଶୁଣିପାରୁଛେ। So the poet says God is great and he has created everything wise and well for us. ତ ଏଠାରେ କବି କହୁଛନ୍ତି କି ଭଗବାନ ହେଉଛନ୍ତି ମହାନ ଆଉ ତାଙ୍କର ପ୍ରତ୍ୟେକଟି ଦାନ ଆମ ପାଇଁ ବହୁତ ଉପଯୋଗୀ। ଠିକ୍ ଅଛି ସାଙ୍ଗମାନେ, ବର୍ତ୍ତମାନ ଆମର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ସରିଯାଇଛି। ଆମେ ଏବେ ମଲ୍ଟିପୁଲ୍ କ୍ୱେଶ୍ଚିନ୍ ଆନ୍ସର୍ ଆରମ୍ଭ କରିବା। ମାନେ ୟାର ମାନେ ହେଉଛି ଆମ ପାଖରେ ଗୋଟେ ପ୍ରଶ୍ନ ଥିବ ଆଉ ସେଇ ପ୍ରଶ୍ନର ଉତ୍ତର ପାଇଁ ଆମକୁ 4ଟି ଅପସନ୍ ଦିଆଯାଇଥିବ। ତା ଭିତରୁ ଗୋଟିଏ ଅପସନ୍ ଠିକ୍ ଉତ୍ତର ଆଉ ଆମକୁ ତାହାକୁ ବାଛିବାକୁ ହେବ। ଚାଲନ୍ତୁ ସାଙ୍ଗମାନେ ଆରମ୍ଭ କରିବା। According to the poet C.F. Alexander, all things have been made by, କବିଙ୍କ କହିବା ଅନୁସାରେ ସବୁ ଜିନିଷ, ଏହି କବିତାରେ ଥିବା ସବୁ ଜିନିଷ ଆମେ ଯାହା ଦେଖୁଛେ ଆମ ଚତୁଃପାର୍ଶ୍ୱରେ, ଏସବୁ କାହାର ଦାନ, କିଏ ତିଆରି କରିଛି? ୟାର ଉତ୍ତର ହେଉଛି ମ୍ୟାନ୍ ମାନେ ମଣିଷ, ନା ହେଭେନ୍ ନା ଆକାଶ, ନା ଗଡ୍ ନା ସ୍ପିରିଟ୍। ଗଡ୍ ହେଉଛନ୍ତି ଭଗବାନ, ସ୍ପିରିଟ୍ ହେଉଛନ୍ତି ଆତ୍ମା। ତ କିଏ ତିଆରି କରିଛି ସାଙ୍ଗମାନେ? ଗଡ୍। ୟାର ଉତ୍ତର ହେଉଛି ଗଡ୍। ଠିକ୍ ଅଛି ସାଙ୍ଗମାନେ। According to the poet C.F. Alexander, all things have been made by God. ଦ୍ୱିତୀୟ ପ୍ରଶ୍ନ। The poet says all things are bright and beautiful. Similarly, all things are, ଯେମିତିକି all things are bright and beautiful, ଏହି କବିତାରେ ଆଉ ସେମିତି କ'ଣ ଅଛି? ଯେମିତିକି all things are bright and useful, ନା wise and wonderful, ନା wise and useful, ନା bright and wonderful। ୟାର ଉତ୍ତର ହେଉଛି all things are wise and wonderful। ଠିକ୍ ଅଛି ସାଙ୍ଗମାନେ। ତୃତୀୟ ପ୍ରଶ୍ନ। What has God given to the little birds? ଭଗବାନ ଛୋଟ ଛୋଟ ପକ୍ଷୀମାନଙ୍କୁ କ'ଣ ଦେଇଛନ୍ତି? ଏଠି ଉତ୍ତର ଟାଇନି ୱିଙ୍ଗସ୍, ଛୋଟ ଛୋଟ ଡେଣା ଦେଇଛନ୍ତି ପକ୍ଷୀମାନଙ୍କୁ। ପରବର୍ତ୍ତୀ ପ୍ରଶ୍ନ। The flower are beautiful because of their flower. ଫୁଲମାନେ ସୁନ୍ଦର କେଉଁଥିପାଇଁ? ୟାର ଉତ୍ତର ହେଉଛି ଗ୍ଲୋଇଂ କଲର୍ସ, ସେମାନଙ୍କର ଥିବା ଚମକୁଥିବା ରଙ୍ଗ ଯୋଗୁଁ। ପରବର୍ତ୍ତୀ ପ୍ରଶ୍ନ। Flower is to open as bird is to, ଯେମିତିକି ପୁଷ୍ପ ବିଚ୍ଛରିତ ହେଇଥାଏ, ସେହିପରି ପକ୍ଷୀ କ'ଣ ହେଇଥାଏ? ବାର୍ଡ। ୟାର ଉତ୍ତର ହେବ ସିଂ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ। The mountain, ପର୍ବତ, in the poem all things are beautiful is described as, ମାଉଣ୍ଟେନକୁ କେଉଁଥିରେ ବର୍ଣ୍ଣନା କରିଛନ୍ତି? ପର୍ପଲ୍ ହେଡେଡ୍। ଠିକ୍ ଅଛି ସାଙ୍ଗମାନେ, ମାଉଣ୍ଟେନ ପର୍ପଲ୍ ହେଡେଡ୍। ପରବର୍ତ୍ତୀ ପ୍ରଶ୍ନ। In the expression purple headed mountain, purple headed means, purple headed ର ମାନେ କ'ଣ? ବ୍ଲୁଇସ୍ ରେଡ୍। ୟାର ଉତ୍ତର ହେଉଛି ବ୍ଲୁଇସ୍ ରେଡ୍। ତାପରେ ପ୍ରଶ୍ନ। God has given dash wings to birds. ଭଗବାନ କି ପ୍ରକାର ପର ଦେଇଛନ୍ତି ପକ୍ଷୀମାନଙ୍କୁ? ଟାଇନି ମାନେ ଛୋଟ ଛୋଟ ଡେଣା ଦେଇଛନ୍ତି, ସେମାନେ ଉଡ଼ିପାରିବେ। ପରବର୍ତ୍ତୀ ପ୍ରଶ୍ନ। The river
runs by the dash, the river runs by the mountain। यार उत्तर ହେବ mountain। ଠିକ ଅଛି ସାଙ୍ଗମାନେ। ତାପରେ what brightens up the sky, यार उत्तर the morning sun, the morning and the sunset। ଠିକ ଅଛି। ପରବର୍ତ୍ତୀ ପ୍ରଶ୍ନ the wind is dash in winter, the wind is cold। ଠିକ ଅଛି। ପରବର୍ତ୍ତୀ ପ୍ରଶ୍ନ according to the poet the summer sun is dash, the summer sun is pleasant। ଠିକ ଅଛି। the poet ପରବର୍ତ୍ତୀ ପ୍ରଶ୍ନ the poet describes the fruits in the garden are ripe। ଠିକ ଅଛି। ପରବର୍ତ୍ତୀ ପ୍ରଶ୍ନ where can we find tall trees as described all things bright and beautiful। tall trees କୋଉଠି ଆମେ ପାଇବା in the green wood। ଠିକ ଅଛି। the summer sun is pleasant to the poet because he belongs to a cold country। ଠିକ ଅଛି ସାଙ୍ଗମାନେ। ଦେଖିବା ପରବର୍ତ୍ତୀ ପ୍ରଶ୍ନ where do we play according to CF Alexander, ଆମେ କୋଉଠି ଖେଳେ in the meadows। यार उत्तर ହେଉଛି in the meadows। ପରବର୍ତ୍ତୀ ପ୍ରଶ୍ନ where do rushes go, यार उत्तर ହେଉଛି by the water। ଠିକ ଅଛି ସାଙ୍ଗମାନେ। ପରବର୍ତ୍ତୀ ପ୍ରଶ୍ନ what do we gather every day as stated by CF Alexander, यार उत्तर ହେଉଛି we gather rushes। ଠିକ ଅଛି ସାଙ୍ଗମାନେ। ପରବର୍ତ୍ତୀ ପ୍ରଶ୍ନ why God has given us eyes according to the poet, यार उत्तर ହେଉଛି to see his beautiful creation। ପରବର୍ତ୍ତୀ ପ୍ରଶ୍ନ in the line he gave us eyes he stands for, he ମାନେ କିଏ ଆମକୁ ଦେଇଛନ୍ତି ମାନେ God। ପରବର୍ତ୍ତୀ ପ୍ରଶ୍ନ why has God given us lips, ଭଗବାନ ଆମକୁ ଓଠ କ'ଣ ପାଇଁ ଦେଇଛନ୍ତି to tell that God is great। ତାପରେ ପ୍ରଶ୍ନ who has made all things well, ତାପରେ ପ୍ରଶ୍ନ who has things all things well, ତାର ଉତ୍ତର ହେଉଛି God। ପରବର୍ତ୍ତୀ ପ୍ରଶ୍ନ who according to the poet is almighty, यार ଉତ୍ତର ହେଉଛି God। ପରବର୍ତ୍ତୀ ପ୍ରଶ୍ନ God is almighty means God is most powerful, यार ଉତ୍ତର ହେଉଛି God is most powerful। ପରବର୍ତ୍ତୀ ପ୍ରଶ୍ନ when does the sky look bright, both in the morning and evening। ଠିକ ଅଛି। the poet the poet of the poem all things bright and beautiful, ଏ କବିତାର କବିଙ୍କ ନାଁ କ'ଣ CF Alexander। ଠିକ ଅଛି। what are the little things that the poet talks about, यार ଉତ୍ତର ହେଉଛି flowers and birds। ତାପରେ ପ୍ରଶ୍ନ according to the poet man should be grateful to God because God has made everything। ଠିକ ଅଛି ସାଙ୍ଗମାନେ। ପରବର୍ତ୍ତୀ ପ୍ରଶ୍ନ by purple headed mountain the poet talks about the top of the mountain। ଠିକ ଅଛି। the poem all things bright and beautiful has been included in hymn for children। ଠିକ ଅଛି ସାଙ୍ଗମାନେ। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି in the line he made their glowing colors the word there refers to, glowing colors କାହା ପାଇଁ flower। in the line he made tiny wings the word there refers to, tiny wings refers to birds। ପରବର୍ତ୍ତୀ ପ୍ରଶ୍ନ hymn means, hymn ମାନେ କ'ଣ a song of praise। dash the brightness of the sky, यार ଉତ୍ତର ହେଉଛି the morning। ଠିକ ଅଛି ସାଙ୍ଗମାନେ। ଦେଖିବା ପରବର୍ତ୍ତୀ ପ୍ରଶ୍ନ what do we see in the green wood,
ଏହାର ଉତ୍ତର tall trees. The purple headed mountain. The underlined word means purple means bluish red. ଠିକ ଅଛି ସାଙ୍ଗମାନେ। The title flowers are attractive because their glowing colors and fragrance. The title things described in the poem are little sorry the little things described sorry ସାଙ୍ଗମାନେ ଏଠି the little flowers are attractive because of their glowing colors and fragrance. The little things described in the poem are little flowers and little birds. Each little flower that opens, here open means blooms. ଠିକ ଅଛି। ପରବର୍ତ୍ତୀ ପ୍ରଶ୍ନ। ଠିକ ଅଛି ସାଙ୍ଗମାନେ, ଏଇଠି ପ୍ରଶ୍ନ ଉତ୍ତର ଶେଷ ହେଲା। ତ ସାଙ୍ଗମାନେ ଏଇଠି ଆମ ବିଷୟ ଅଲ୍ ଥିଙ୍ଗସ୍ ବ୍ରାଇଟ୍ ଆଣ୍ଡ ବ୍ୟୁଟିଫୁଲ୍ ତାର ସମସ୍ତ ବର୍ଣ୍ଣନା ଆଉ ସମସ୍ତ ପ୍ରଶ୍ନ ଉତ୍ତର ଶେଷ ହୋଇଯାଇଛି। ତ ସାଙ୍ଗମାନେ ଆପଣ ଏହି ବିଷୟକୁ ଭଲସେ ପଢ଼ନ୍ତୁ ଆଉ ଭଲସେ ବୁଝିବାକୁ ଚେଷ୍ଟା କରନ୍ତୁ। ଆଉ ଯଦି କିଛି ଆପଣଙ୍କର ଡାଉଟ୍ ହୁଏ ଆପଣ କମେଣ୍ଟ ସେକ୍ସନରେ ସେ ଡାଉଟ୍କୁ ସେୟାର କରିବେ। ମୁଁ ନିଶ୍ଚିନ୍ତ ଆପଣଙ୍କ ଡାଉଟ୍କୁ ସଲ୍ଭ କରିବାକୁ ଚେଷ୍ଟା କରିବି। ଠିକ୍ ଅଛି ସାଙ୍ଗମାନେ, ମନ ଦେଇ ପଢ଼ାପଢ଼ି କରନ୍ତୁ। ଆଜି ପାଇଁ ଏତିକି। ଦେଖାହବ ଆଉ ଏକ ଭିଡ଼ିଓରେ। ଧନ୍ୟବାଦ।